ମୁଁ ଆଜି ପାଳଙ୍ଗ ପନିର ଉପରେ ରେସିପିଟି କରିବାକୁ ଯାଉଛି। ପ୍ରଥମେ ମୁଁ 3 ବିଡ଼ା ପାଳଙ୍ଗ ନେଇଛି, ଏହାକୁ ଧୋଇକିରି ରଖିଦେଇଛି। ଗୋଟେ ପାତ୍ରରେ ଗରମ ପାଣି ରଖିଛି, ଏହାକୁ ପକେଇକିରି ମୁଁ 5 ମିନିଟ୍ ପାଇଁ ଫୁଟେଇ ଦେଇକି ଗୋଟେ ଜାଲି ସାହାଯ୍ୟରେ ଥଣ୍ଡା ହେବା ପାଇଁ ରଖିଦେଉଛି। ଏହାପରେ 3ଟି ପିଆଜ ନେଇଛି ଆଉ ରସୁଣ ଅଧା ମଧ୍ୟ ନେଇଛି, ଏହାକୁ ଛୋଟ ଛୋଟ କରି ମୁଁ କାଟି ଦେଉଛି। ଏହାପରେ ପନିର ଟିକେ ନେଇଛି, ପନିର କିଛି ମୁଁ ଛୋଟ ଛୋଟ ପିସ୍ କରି ମଧ୍ୟ କାଟିକି ରଖିଦେଇଛି। ପାଳଙ୍ଗ ଟିକେ ଭଲ ରୂପେ ଗୋଟେ ଜାରରେ ପେଷ୍ଟ କରିଦେଇଛି। ଗୋଟେ ପ୍ୟାନରେ ମଧ୍ୟ ଯେଉଁ ପନିରଟି କାଟିଥିଲି ତାକୁ 3 ମିନିଟ୍ ପାଇଁ ମୁଁ ଭାଜି ଦେଉଛି। ଏହା ଭାଜି ହେବା ପରେ ଗୋଟେ ପାତ୍ରକୁ ମୁଁ ପନିରଟି କାଢ଼ି ଦେଉଛି। ପନିରଟି କାଢ଼ିବା ପରେ ପିଆଜ ରସୁଣ ଅଦା ଯେଉଁ ରଖିଥିଲି ଏହାକୁ ପକେଇକି ଭଲ ରୂପେ ଭାଜି ଦେଉଛି। ଏହାପରେ ଟମାଟୋ ଟିକେ ପକେଇ ଦେଉଛି। ଟମାଟୋ ଟିକେ ଭାଜି ହେବା ପରେ ପାଳଙ୍ଗ ପିଉରିଟି ମଧ୍ୟ ମଧ୍ୟରେ ପକେଇକି ଭଲ ରୂପେ ଗୋଳେଇ ଦେଉଛି। ଟିକେ ସମୟର କଞ୍ଚାପଣ ଯିବା ପର୍ଯ୍ୟନ୍ତ ଏହାକୁ ମୁଁ ଭଲ ରୂପେ ଟିକେ କଷି ଦେଉଛି। ଏହା ଟିକେ କଷି ହେବା ପରେ ଏଥିରେ ମୁଁ ସ୍ୱାଦ ଅନୁଯାୟୀ ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ସବୁ ପକେଇକି ଭଲ ରୂପେ ଗୋଳେଇ ଦେଉଛି। ଏହା ହେଇଯିବା ପରେ କିଛି ଗରମ ପାଣି ନେଇଛି, ଏହାକୁ ଫୁଟିବା ପାଇଁ ଏହାର କ୍ୱାଣ୍ଟିଟି ଅନୁଯାୟୀ କିଛି ପାଣି ଆକୁ ଆ ଦେହରେ ଦେଇ ଦେଉଛି। ଏହା ହେଇଯିବା ପରେ ପନିରଟି ମଧ୍ୟ ଆ ମଧ୍ୟରେ ପକେଇକି ଭଲ ରୂପେ ଫୁଟିବା ପାଇଁ 10-15 ମିନିଟ୍ ପାଇଁ ଛାଡ଼ି ଦେଉଛି। ଏବେ ଦେଖନ୍ତୁ ପାଳଙ୍ଗ ପନିରଟି ସମ୍ପୂର୍ଣ୍ଣ ରୂପେ ହେଇଯାଉଛି। ଏହାକୁ ମୁଁ ଗୋଟେ ବୋଲ୍ଡ ସାହାଯ୍ୟରେ କାଢ଼ି ଦେଉଛି। ଏହାକୁ ସୁନ୍ଦର ଦିଶିବା ପାଇଁ ଆ ଉପରେ ମୁଁ କିଛି କ୍ରିମ୍ ଆଉ ଗରମ ଗୁଆ ଘିଅରେ କିଛି ଲଙ୍କାଗୁଣ୍ଡ ପକାଇ ମଧ୍ୟ ସଜେଇ ଦେଇଛି। ଏବେ ମୋ ପାଳଙ୍ଗ ପନିରଟି ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ବକ୍ସରେ ଜଣାନ୍ତୁ। ମୁଁ ରହିଲି, ଜୟ ଜଗନ୍ନାଥ।